ଆମର ପୂଜ୍ୟ ହରେକୃଷ୍ଣ ମହତାବ ଯେ ରାଜଧାନୀ ତିଆରି କରିଛନ୍ତି, ଯେ ଏଡ଼େ ବଡ଼ ଭାରତ ବର୍ଷ ଗଡ଼ଜାତ ମିଶ୍ରଣ କରିଛନ୍ତି, ଯେ ହୀରାକୁଦ ବନ୍ଧ କରି ଜଳସେଚନ କରିଛନ୍ତି, ଯେ ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟ କରି ଶିଳ୍ପର ବିସ୍ତାର କରିଛନ୍ତି, ଯେ ରାଜଧାନୀ ଭୁବନେଶ୍ୱରକୁ ରାଜଧାନୀ କରିଛନ୍ତି, ତାଙ୍କରି 125ତମ ଜୟନ୍ତୀ ଉତ୍ସବ ପ୍ରତିବର୍ଷ ପରି ଏଥର 52ତମ ହରେକୃଷ୍ଣ ମହତାବ ଜୟନ୍ତୀ ଉତ୍ସବ ପାଳନ କରାଯିବ। ଆମେ ଡାକିଛୁ ପ୍ରତିବର୍ଷ ମହତାବ ବଞ୍ଚିଲା ଦିନୁ ଗୋଟିଏ ଦଳ ପାଇକକୁ ଡାକ, ସେ ଆସି 55 ଦଳରେ ପହଞ୍ଚିଲାଣି। ଆମେ 52 ଦଳ ପାଇକ ଏବଂ ପଞ୍ଜାବରୁ ନୃତ୍ୟଶିଳ୍ପୀ ଡାକିଛୁ, ୱେଷ୍ଟବେଙ୍ଗଲରୁ ଡାକିଛୁ ଏବଂ ଆଉ ଯୋଡ଼ିଏ ଅନ୍ୟ ରାଜ୍ୟରୁ ଡାକିଛୁ। ଗୋଟେ କଳସ ଯାତ୍ରା, ଆଉ ଗୋଟେ ହେଉଛି ଘଣ୍ଟ ଆଉ ସିଂହ ବାଜା, ବାହାର ରାଜ୍ୟରୁ ଆସିଛନ୍ତି। ତେଣୁ ଏଥର 125ତମ ଜୟନ୍ତୀକି ଉଚ୍ଚ କୋଟିର ସମସ୍ତେ ସହଯୋଗ କରି ପାଳନ କରିବା ପାଇଁ ପ୍ରତିଜ୍ଞା କରି ଆମର କାର୍ଯ୍ୟକ୍ରମ ହେଇଛି। ଦଳ ମତ ନିର୍ବିଶେଷରେ ସଦାବେଳେ ଆମେ ସମସ୍ତଙ୍କୁ ଡାକିଥାଉ। ପ୍ରଥମେ ଡାକିଛୁ ଗଭର୍ଣ୍ଣର, ଦ୍ୱିତୀୟରେ ଡାକିଛୁ ଆମେ ଚିଫ୍ ମିନିଷ୍ଟର, ତୃତୀୟ ନବୀନ ପଟ୍ଟନାୟକ, ଚତୁର୍ଥରେ କଂଗ୍ରେସ ଯେ ଲିଡର ଅଛନ୍ତି ତାଙ୍କୁ ଡାକିଛୁ। ଦଳ ମତ ନିର୍ବିଶେଷରେ କଲଚର ମନ୍ତ୍ରୀଙ୍କୁ ଡାକିଛୁ। ମୁଖ୍ୟମନ୍ତ୍ରୀ କହିଲେ ଆମେ ଗୋଟେ ସର୍ବଭାରତୀୟ ସ୍ତରରେ ମହତାବ ଜୟନ୍ତୀ କରୁ, ତାଙ୍କୁ ଅଭିନନ୍ଦନ। ମୋହନ ମାଝୀକି ମଧ୍ୟ ଆପଣମାନଙ୍କ ଜରିଆରେ ଅଭିନନ୍ଦନ। କେହି ପଚାରୁନଥିଲେ, କେବଳ ମହତାବ ଜୟନ୍ତୀ ଆମେ କରି ଆସିଥିଲୁ। ଭୁବନେଶ୍ୱର ଗୋଟେ ଷ୍ଟାଚ୍ୟୁ ତାଙ୍କର ନାହିଁ, ଯେଉଁଟାକ ଆସେମ୍ବଲି ସାମ୍ନାରେ ଷ୍ଟାଚ୍ୟୁ, ତାକୁ ଆମେ ମହତାବ ଜୟନ୍ତୀ କମିଟି ତରଫରୁ କରିଛୁ, ସରକାର କରିନାହାନ୍ତି। ଯାହା ହଉ ମୋହନ ବାବୁଙ୍କୁ ଧନ୍ୟବାଦ। ସେ ଏଥର ଜାତୀୟ ସ୍ତରରେ କରୁଛନ୍ତି। ମୋତେ କହିଲେ ରାଷ୍ଟ୍ରପତି ପ୍ରଧାନମନ୍ତ୍ରୀ ସମସ୍ତଙ୍କୁ ଆମେ ଡାକିବୁ। ମୁଁ କହିଲି ବଢ଼ିଆ ହେଲା, ଅଭିନନ୍ଦନ। କିନ୍ତୁ ଆମେ ଯେମିତି ମହତାବ ଜୟନ୍ତୀ କରି ଆସୁଛୁ, ସେମିତି ଆମର 21 ତାରିଖ 10ଟା ବେଳେ ଆମେ PM ଛକରେ ଏକାଠି ହେବୁ। ଆମର ପାଇକ ଭାଇମାନେ 30ଟା ଜିଲ୍ଲାରୁ ଆସୁଛନ୍ତି, ଅନ୍ୟ ରାଜ୍ୟରୁ ସବୁ କଳାକାର ଆସୁଛନ୍ତି। ସେଠି ମିଟିଂ ହେବ। ମିଟିଂ ଆମର ସର୍ଟକଟ୍ ସେଠି କରାଉ। ଆମେ କେବଳ ଆୱାର୍ଡ଼ ଗୁଡ଼ିଏ ଦିଉ। ପ୍ରତିଭା ଯେଉଁମାନେ ଓଡ଼ିଆ ରକ୍ତରେ ଜନ୍ମ, ବିଶ୍ୱସ୍ତରରେ ନାଁ କରିଛନ୍ତି, ଜାତୀୟ ସ୍ତରରେ ନାଁ କରିଛନ୍ତି, ରାଜ୍ୟ ସ୍ତରରେ ନାଁ କରିଛନ୍ତି, ସବୁ କାଟେଗୋରୀ, ଆପଣ ସାମ୍ବାଦିକ, କଳାକାର, ଆମର ଐତିହାସିକ, ସାହିତ୍ୟିକ, କଳାକାର, ସବୁ ପ୍ରକାର କାଟେଗୋରୀର ଭାଇମାନଙ୍କୁ ଆମେ ସମ୍ମାନିତ କରିବୁ। ତେଣୁ ଆପଣମାନଙ୍କୁ ଅନୁରୋଧ, ବିପୁଳ ସଂଖ୍ୟାରେ ଆପଣମାନେ PM ଛକରେ ଏକାଠି ହେବେ। ଶୋଭାଯାତ୍ରା ଆସିବ ମାଷ୍ଟରକାନ୍ତ ଛକ, ରାଜମହଲ ଛକ, କଳ୍ପନା ଛକ, ମାଉସୀମା ମନ୍ଦିରରେ ପାଇକ ସମ୍ମିଳନୀ ହେବ। ସେଠି ଆୱାର୍ଡ଼ ଦିଆଯିବ ପାଇକମାନଙ୍କୁ। ସନ୍ଧ୍ୟା 7ଟାରେ ବଢ଼େଇବାଙ୍କ ଛକରେ ଆମର ମେଲୋଡ଼ି ହେବ। ପଞ୍ଜାବରୁ କଳାକାର ଆସିଛନ୍ତି, ତାଙ୍କ ନୃତ୍ୟ ଦେଖାଇବେ। ୱେଷ୍ଟବେଙ୍ଗଲରୁ ଆସିଛନ୍ତି ଦେଖାଇବେ। ଝାଡ଼ଖଣ୍ଡରୁ ଆସିଛନ୍ତି ଦେଖାଇବେ। ଆପଣମାନେ ଉପଭୋଗ କରିବେ ଏବଂ ଆମକୁ ସହଯୋଗ କରିବେ ବୋଲି ଅନୁରୋଧ।